କେମିତି ଅଛ ପିଲାମାନେ? ଆଜି ଆମେ ଏକ ସୁନ୍ଦର ପାଠଟିଏ ପଢ଼ିବା ଯାହାର ନାମ ହେଉଛି ସଂଶ୍ଲେଷିତ ତନ୍ତୁ ଓ ପ୍ଲାଷ୍ଟିକ୍ସ ଏବଂ ଏହାର ତୃତୀୟ ଭାଗଟିକୁ। ଏହି ଭାଗଟିକୁ ଆଲୋଚନା କରିସାରିବା ପରେ ତୁମେମାନେ ପ୍ଲାଷ୍ଟିକ୍ସର ବିଶେଷତ୍ୱ ଓ ଉପଯୋଗିତା ବିଷୟରେ ବର୍ଣ୍ଣନା କରିପାରିବ। ପ୍ଲାଷ୍ଟିକ୍ସର ପ୍ରକାରଭେଦ ଓ ଉପଯୋଗିତାକୁ ବର୍ଣ୍ଣନା କରିପାରିବ। ପ୍ଲାଷ୍ଟିକ୍ସର ସୁବିଧା ଓ ଅସୁବିଧାକୁ ବର୍ଣ୍ଣନା କରିପାରିବ। ତେବେ ଚାଲନ୍ତୁ ପ୍ଲାଷ୍ଟିକ ବିଷୟରେ ଆଲୋଚନା କରିବା। ତୁମେମାନେ ନିତିଦିନିଆ ଜୀବନରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସହିତ ପରିଚିତ ଅଛ। ଆଜି ଆମେ କିଛି ନୂଆ ଜିନିଷ ଜାଣିବା ପ୍ଲାଷ୍ଟିକ ବିଷୟରେ। ଆମର ଦୈନନ୍ଦିନ ଜୀବନରେ ଅନେକ ପ୍ଲାଷ୍ଟିକ ତିଆରି ଜିନିଷ ବ୍ୟବହାର କରିଥାଉ। ଅନେକ ପ୍ରକାର ପ୍ଲାଷ୍ଟିକ ଅଛି ଏବଂ ପ୍ରତ୍ୟେକ ଗୋଟିଏ ଲେଖାଏ ପଲିମର ଯୌଗିକ। ପ୍ରସ୍ତୁତି ବେଳେ ତରଳ ପ୍ଲାଷ୍ଟିକ ସୃଷ୍ଟି ହୋଇଥାଏ। ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍ସକୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଛାଞ୍ଚରେ ଢଳାଯାଏ ଏବଂ ଏହା ଥଣ୍ଡା ହେଲେ କଠିନ ଜିନିଷଟିକୁ ଛାଞ୍ଚରୁ ବାହାର କରାଯାଏ। ଏଣୁ ବିଭିନ୍ନ ପ୍ରକାର ଆକୃତି ଓ ଆକାରର ପ୍ଲାଷ୍ଟିକ୍ସ ଜିନିଷ ମିଳିଥାଏ। ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍ସକୁ ସୂକ୍ଷ୍ମ ରନ୍ଧ୍ର ବିଶିଷ୍ଟ ଯନ୍ତ୍ରରେ ଢାଳି ଭିନ୍ନ ଭିନ୍ନ ମୋଟେଇର ସୂତା ପ୍ରସ୍ତୁତ କରାଯାଏ। ଏହି ସୂତାକୁ ଆମେ କୃତ୍ରିମ ତନ୍ତୁ ବା ସଂଶ୍ଲେଷିତ ତନ୍ତୁ କହିଥାଉ। ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍ସକୁ ସ୍ୱତନ୍ତ୍ର ସମତଳ ପୃଷ୍ଠରେ ଢାଳି ପ୍ଲାଷ୍ଟିକ ଚଦର ମଧ୍ୟ ପ୍ରସ୍ତୁତ କରିହୁଏ। ତରଳ ପ୍ଲାଷ୍ଟିକ୍ସରେ ବିଭିନ୍ନ ପ୍ରକାର ରଙ୍ଗ ମିଶାଇ ଭିନ୍ନ ଭିନ୍ନ ରଙ୍ଗର ପ୍ଲାଷ୍ଟିକ୍ସ ପ୍ରସ୍ତୁତ କରାଯାଏ। ଯେପରିକି ଏହି ବସ୍ତୁଗୁଡ଼ିକ ଦେଖ, ଯାହାକି ପ୍ଲାଷ୍ଟିକ୍ସରେ ତିଆରି ହୋଇଅଛି। ପ୍ଲାଷ୍ଟିକ୍ସରେ କେବଳ ଗୋଟିଏ ପଦାର୍ଥ ନୁହେଁ, ଅନେକ ପଦାର୍ଥର ବା ଅନେକ ପ୍ରକାରର ବହୁ ସଂଖ୍ୟକ ପ୍ଲାଷ୍ଟିକ ଅଛି। ତେଣୁ ଏଗୁଡ଼ିକୁ ପ୍ଲାଷ୍ଟିକ୍ସ ବା ପ୍ଲାଷ୍ଟିକ୍ସର ସମୂହ କହିବା ଠିକ୍ ହେବ। ବର୍ତ୍ତମାନ ଆମେ ଜାଣିବା ପ୍ଲାଷ୍ଟିକ୍ସର ପ୍ରକାରଭେଦ ବିଷୟରେ। ଭୌତିକ ପ୍ରକୃତିକୁ ଭିତ୍ତି କରି ପ୍ଲାଷ୍ଟିକ୍ସ ଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା ଥର୍ମୋପ୍ଲାଷ୍ଟିକ୍ସ ଓ ଥର୍ମୋସେଟିଂ ପ୍ଲାଷ୍ଟିକ୍ସ ବା ଥର୍ମୋସେଟ୍ ପ୍ଲାଷ୍ଟିକ୍ସ। ବର୍ତ୍ତମାନ ଆମେ ଆଲୋଚନା କରିବା ଥର୍ମୋପ୍ଲାଷ୍ଟିକ୍ସ କ'ଣ। କେତେକ କଠିନ ପ୍ଲାଷ୍ଟିକ୍ସକୁ ଉତ୍ତପ୍ତ କଲେ ତାହା ନରମ ହୋଇ ତରଳ ଅବସ୍ଥାକୁ ଆସେ ଏବଂ ଥଣ୍ଡା କଲେ କଠିନ ହୋଇଯାଏ। ତାହାକୁ ପୁନର୍ବାର ଉତ୍ତପ୍ତ କଲେ ପୁଣି ତରଳିଯାଏ ଏବଂ ଥଣ୍ଡା କଲେ ପୁଣି କଠିନ ହୋଇଯାଏ। ଏହି ପ୍ରକୃତି ଥିବା ପ୍ଲାଷ୍ଟିକ୍ସ ପ୍ରତ୍ୟାବର୍ତ୍ତୀ ଭୌତିକ ପରିବର୍ତ୍ତନ କୁହାଯାଏ। ଏହି ଗୁଣ ଥିବା ପ୍ଲାଷ୍ଟିକ୍ସ ଗୁଡ଼ିକ ହେଉଛି ଥର୍ମୋପ୍ଲାଷ୍ଟିକ୍ସ। ଏହି ଶ୍ରେଣୀର ପ୍ଲାଷ୍ଟିକ୍ସ ଗୁଡ଼ିକରେ ରେଖକ ଏକକ ସଜ୍ଜା ରହିଥାଏ। ଏଭଳି ଏକକ ସଜ୍ଜାରେ ଏଗୁଡ଼ିକର ଲମ୍ବା ଶିଙ୍କୁଳି ସୃଷ୍ଟି କରି ପଲିମର ପ୍ରସ୍ତୁତ ହୁଏ, ଯେପରିକି ଏହି ଚିତ୍ରରେ ଦିଆଯାଇଛି। ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ୍ସର ଉଦାହରଣ ହେଉଛି ପଲିଥିନ୍, ପଲିଭିନାଇଲ୍ କ୍ଲୋରାଇଡ୍ ବା ସଂକ୍ଷେପରେ PVC, ପଲିଷ୍ଟିରନ୍ ବା ଥର୍ମୋକୋଲ୍, ଏକ୍ରିଲିକ୍, ଟେଫ୍ଲନ୍ ଇତ୍ୟାଦି। ଏଗୁଡ଼ିକ ସବୁ ପୁନଃ ଚକ୍ରଣ ଯୋଗ୍ୟ ପ୍ଲାଷ୍ଟିକ୍ସ ଶ୍ରେଣୀଭୁକ୍ତ, ଅର୍ଥାତ ଏଗୁଡ଼ିକୁ ପୁନର୍ବାର ତରଳାଇ ବ୍ୟବହାର ଉପଯୋଗୀ କରାଯାଇପାରିବ। ବର୍ତ୍ତମାନ ଆମେ ଜାଣିବା ଥର୍ମୋସେଟିଂ ପ୍ଲାଷ୍ଟିକ୍ସ। ଆଚ୍ଛା ପିଲାମାନେ, କହିପାରିବ କି ତମ ଘରେ କେଉଁ କେଉଁ ଜିନିଷରେ ଏହି ଥର୍ମୋସେଟିଂ ପ୍ଲାଷ୍ଟିକ ବ୍ୟବହାର ହେଉଅଛି? ତେବେ ବର୍ତ୍ତମାନ ଏହି ଆଲୋଚନାଟି ପରେ ତୁମେମାନେ ଜାଣିପାରିବ ଯେ ତୁମ ଘରେ କେଉଁ କେଉଁ ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହେଉଛି। ଆଉ କେତେକ କଠିନ ପ୍ଲାଷ୍ଟିକ୍ସକୁ ଉତ୍ତପ୍ତ କଲେ ତାହା ନରମ ହୁଏ ନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ, ଅର୍ଥାତ ଏଗୁଡ଼ିକ ଭୌତିକ ପରିବର୍ତ୍ତନ ଅପ୍ରତ୍ୟାବର୍ତ୍ତୀ ଅଟେ। ଏହି ଗୁଣ ଥିବା ପ୍ଲାଷ୍ଟିକ୍ସକୁ ଥର୍ମୋସେଟିଂ ବା ଥର୍ମୋସେଟ୍ ପ୍ଲାଷ୍ଟିକ୍ସ କୁହାଯାଏ, ଅର୍ଥାତ ପ୍ରସ୍ତୁତି ବେଳେ ଏଗୁଡ଼ିକ ଯେଉଁ ଆକାର ଓ ଆକୃତି ଧାରଣ କରିଥାନ୍ତି ତାହା ପରିବର୍ତ୍ତନଶୀଳ ନୁହେଁ। ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ୍ସ ଗୁଡ଼ିକରେ ଏକକ ଗୁଡ଼ିକର ସଜ୍ଜାକୁ କ୍ରସ୍ ଲିଙ୍କ୍ଡ ଏକକ ସଜ୍ଜା କୁହାଯାଏ। ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ ସମୂହର ଉଦାହରଣ ହେଉଛି ବେକେଲାଇଟ୍, ମେଲାମାଇନ୍, ଫର୍ମିକା ଇତ୍ୟାଦି। ଥର୍ମୋସେଟିଂ ପ୍ଲାଷ୍ଟିକ୍ସ ପୁନଃ ଚକ୍ରଣ ଯୋଗ୍ୟ ହୋଇଥିବା ଯୋଗୁଁ
परिवेश प्रदूषणर एक मुख्य कारक अटे। प्लास्टिक्स रो प्रकृति विषय वर्तमान जानिबा। प्लास्टिक्स नमनीयता गुण जोगु आवश्यकता अनुଯାୟୀ जेकोसी आकार और आकृतिर जिनिष एथिरु प्रस्तुत करा जाई थाए। ताप कुपरिवाही होइथिबारु विभिन्न रोषेई सामग्रीर हैंडल रूपे एवं विद्युत कुपरिवाही होइथिबा जोगु विद्युत तारर बाह्य आवरण रूपे तथा स्विच होल्डर इत्यादि विद्युत सामग्री प्रस्तुति रे यह व्यवहृत हुए। बेकेलाइट एही श्रेणी अंतर्भुक्त अटे। प्लास्टिक्स साधारणतः भंगुर नुहे। खूब जोर रे हाथुड़ी द्वारा पिटिले केतेक प्लास्टिक्स भांगी जाए, आउ केतेक प्लास्टिक्स अभंगुर अटे। एगुड़िक साधारणतः हालुका शक्त व मजबूत एवं दीर्घस्थायी अटे। अम्ल क्षार आदि रासायनिक पदार्थ द्वारा यह क्षय हुए नहीं, तेणु अनेक औषध रासायनिक पदार्थ आदि प्लास्टिक्स बोतल रे रखा जाउछि। एतद् व्यतीत एही गुण जोगु पानी पाइप रूपे मध्य व्यवहार करुछि। प्रस्तुति बेले जे कौनसी रंग मिसाई एहाकू रंगीन करा जाई पाए। मेलामाइन परी प्लास्टिक्स अग्नि निरोधक। प्लास्टिक्स रो उपयोगिता विषय रे आलोचना करिबा। तुमे तो नितिदिनिया जीवन रे प्लास्टिक को बहुल व्यवहार करथिबो, ताहार उपयोगिता मध्य जानिथिबो। एही आलोचना रे आमे किछि अधिका उपयोगिता विषय रे जानिबा। तबे चलंतु पिला माने एहा उपरे आलोचना करिबा। काच चीनामाटी आदि रे तैयारी जिनिष भंगुर और मूल्य अधिक, किंतु प्लास्टिक जिनिष साधारणतः हालुका अभंगुर दीर्घस्थायी सुंदर और सस्ता। तले केतेक स्वतंत्र एवं बहुल भाव में व्यवहृत प्लास्टिक्स रो उपयोगिता आलोचना करा जायछि। प्लास्टिक रु प्रस्तुत केतेक जिनिष गुड़िक जहाँकि निम्न रे तुम माने देखि पारुछ। प्रथम जानिबा पॉलीथिन विषय। एथिरे मुणी क्षीर और तेल पाउच बोतल सबु टैप मग बाल्टी बेसिन जग बासन कुसन आईना और फोटो फ्रेम कोठा उपरे रखा जाउथिबा बड़ बड़ पानी टांकी बड़ बड़ ड्रम आदि अनेक नित्य व्यवहारी जिनिष प्रस्तुत करा जाउछि। पीवीसी एथिरे सीसी बोतल जार जग मिग बाल्टी बेसिन पानी पाइप टाइल चमड़ा जोतार तल भाग वर्षा दिन रे जोता चप्पल बरसाती आदि जिनिष प्रस्तुत करा जाउछि। वर्तमान जानिबा पॉली प्रोपिन विषय रे। एथिरे दौड़ी गालीचा बुणीबा दौड़ी माछ धरा जालर सूता मशारी सूता आदि प्रस्तुत हुए। पॉलीस्टीरन विषय तुम मैंने जानबो। थर्मोकोल एही श्रेणीभुक्त। आमे व्यवहार करथिबा जो सोलो कहउचंती ताहाकू थर्मोकोल कुहा जाय। ए थर्मोकोल होउची पॉलीस्टीरन श्रेणीभुक्त जहाकू कृत्रिम सोलो कुहा जाय। थर्मोकोल मुख्यतः काच जिनिष औषध बोतल कैमेरा टेलीफोन मोबाइल फोन टीवी रेडियो दामिका जंत्रपाति आदिर पैकिंग रे व्यवहृत हुए। फ्रिज और कूलर रे ताप अपरिवाही रूपे मध्य यह व्यवहृत हुए। विभिन्न उत्सव रे साजसज्जा पाई थर्मोकोल बहुल भावे व्यवहृत हेउअछि। वर्तमान जानिबा टेफ्लॉन विषय रे। नॉनस्टिक कढ़ई तावा प्रेशर कुकर आदि रोषेई सामग्री भीतर पटे टेफ्लिन आवरण देले तेल पानी रंधा द्रव्य लाख होई रहे नहीं। सुतरां बासनटी धोइबा सहज हो जाए। कांथरे दिया जाउथिबा रंगरे टेफ्लॉन मिसा जाए जहा फल रे कांथरे पानी किंबा दाग लागे ना। केतेक दामिका जंत्रपाति यंत्रांश प्रस्तुति रे मध्य एहाकू व्यवहार करा जाए। तो पिला माने तम घरे नॉनस्टिक कढ़ई थिबो देखियो तार भीतर पार्श्व जो आवरणटी लागिछि ताहा टेफ्लॉन रा आवरण अटे। एक्रेलिक विषय रे आलोचना करिबा। पूर्वर पढ़िछे जे यह कृत्रिम उल रूपे परिचित। एतद् व्यतीत यह काच भली स्वच्छ होइथिबारु एवं अभंगुर होइथिबारु
କାଚ ପରିବର୍ତ୍ତେ ଏହାକୁ ବସ୍, କାର୍, ଉଡ଼ାଜାହାଜ, ଜଳଜାହାଜ ଆଦିର ଝରକାରେ ଏବଂ ସାମ୍ନା ପଟରେ ବ୍ୟବହୃତ ହୁଏ। ବ୍ୟାକଲାଇଟ୍ ବିଷୟରେ ଏବେ ଆଲୋଚନା କରିବା। ବିଦ୍ୟୁତ ଉପକରଣ ଯଥା ସୁଇଚ୍, ପ୍ଲଗ୍, ହୋଲ୍ଡର, ରେଡ଼ିଓ ଓ ଟିଭିର ବାକ୍ସ, ପ୍ରେସର କୁକର, ସସ୍ପ୍ୟାନ୍ ଆଦିର ହ୍ୟାଣ୍ଡେଲ ଇତ୍ୟାଦି ଏଥିରୁ ପ୍ରସ୍ତୁତ କରାଯାଇଥାଏ। ଫର୍ମିକା ବିଷୟରେ ଆଲୋଚନା କରିବା। ସନ୍ମାଇକା ଏହି ଶ୍ରେଣୀଭୁକ୍ତ ପ୍ଲାଷ୍ଟିକ୍ସ କାଠ ତିଆରି ଜିନିଷ ଯଥା ଟେବୁଲ, ଚୌକି, ଡେସ୍କ ଆଦିର ଉପରେ ଏହାର ଆବରଣ ଦିଆଯାଇଛି। ଘରର କବାଟ, ଝରକା, କାନ୍ଥରେ ମଧ୍ୟ ଏହାର ଆବରଣ ଦିଆଯାଏ। ରେଲ ବଗି ଓ ବସ୍ର ଭିତର ପଟର ଆବରଣ ରୂପେ ଏହା ବ୍ୟବହୃତ ହୋଇଥାଏ। ବର୍ତ୍ତମାନ ଆମେ ଜାଣିବା ମେଲାମାଇନ୍ କ'ଣ। ଅତ୍ୟାଧୁନିକ ବାସନକୁସନ, କପ୍ ପ୍ଲେଟ୍, ଚଟାଣ ଓ କାନ୍ଥରେ ବ୍ୟବହୃତ ଟାଇଲ୍, ଅଗ୍ନି ନିରୋଧ କପଡ଼ା ଆଦି ଏଥିରୁ ପ୍ରସ୍ତୁତ ହେଉଛି। ନିଆଁ ଲିଭାଳିମାନେ ପିନ୍ଧୁଥିବା ପୋଷାକରେ ଏହାର ଆବରଣ ଦିଆଯାଇଥାଏ, ଯାହାଫଳରେ ନିଆଁ ଧରେ ନାହିଁ। ବର୍ତ୍ତମାନ ବିଷୟଟିକୁ ତୁମେମାନେ ଜାଣିଲ। ଏହି ବିଷୟ ସମ୍ପର୍କିତ କିଛି ପ୍ରଶ୍ନ ଯାହାକି ତୁମେ ତୁମର ସାଙ୍ଗ ଏବଂ ବିଷୟଗତ ଶିକ୍ଷକଙ୍କ ସହ ଆଲୋଚନା କରି ଏହାର ସମାଧାନ ବାହାର କରିବ। ଧନ୍ୟବାଦ।